ସମାଜକୁ ନିଶ୍ଚିତ ଭାବରେ ଆଗେଇ ନେବ। କାରଣ ଆମର ପ୍ରତି ଘରର ସ୍ତ୍ରୀ ଲୋକମାନେ ବା ମହିଳାମାନେ ଯଦି ନିଜେ ସଚେତନ ହେବେ, ନିଜର ସୁରକ୍ଷା ବିଷୟରେ ସଚେତନ ହେବେ ଏବଂ ଆମର ଆଇନ ବିଷୟରେ ସଚେତନ ହେବେ, ସେମାନେ ଗୋଟେ ପରିବାରକୁ ତଥା ତାଙ୍କର ପାଖ ପଡ଼ୋଶୀ ଲୋକ ବି ଆଇନ ସଚେତନତା ବିଷୟରେ ଶିକ୍ଷା ଦେଇପାରିବେ, ଯଦ୍ୱାରା ଆମର ନାରୀ ସଶକ୍ତିକରଣ ଆଗକୁ ଯାଇପାରିବ। ନାଇଁ ପ୍ରଭାବ ତ ନିଶ୍ଚୟ ପଡ଼ିବ। ସମସ୍ତେ ଆଇନ ନାରୀମାନଙ୍କ ପାଇଁ ଯେତିକି ବା ମହିଳାମାନଙ୍କ ପାଇଁ ଯେତେ ଆଇନ ଅଛି, କନଷ୍ଟିଟ୍ୟୁସନ୍ ହଉ ବା ବିଭିନ୍ନ ମାନେ ଆମ ଆଇନରେ ହଉ ବା ବିଭିନ୍ନ ପ୍ରକାର ବିଭିନ୍ନ ସମୟରେ ଯେଉଁ ଆଇନ ଗୁଡ଼ାକ ନୂଆ ନୂଆ ଆଇନ ହେଉଛି ମହିଳାମାନଙ୍କ ପାଇଁ ସମସ୍ତେ ସଚେତନ ଅଛନ୍ତି, ସମସ୍ତେ ଜାଣିଛନ୍ତି। ତଥାପି ଆଉ ଥରେ ତାକୁ ମନେ ପକାଇବାକୁ ତାକୁ ତାଜା କରିବା ପାଇଁ ଏଇଟା ଗୋଟେ ଆୱାରନେସ୍ ପ୍ରୋଗ୍ରାମ୍। ଏଇଟା ଭଲ ଯେମିତି ଝିଅମାନେ ବହୁତ ଯେଉଁ ଆବ୍ୟୁଜ୍ ହେଉଛି, ସେକ୍ସୁଆଲ୍ ଆବ୍ୟୁଜ୍ ହଉ ମେଣ୍ଟାଲ୍ ଆବ୍ୟୁଜ୍ ହଉ ଯେଉଁ ହେଉଛି, ସେମାନେ ଆଗକୁ ଆସୁନାହାନ୍ତି। ସେ ଗୋଟେ ଲଜ୍ଜା ଆମର ସାମାଜିକ ଚଳଣି ଯାହା ଓଡ଼ିଆ ସଂସ୍କୃତିରେ ହଉ, ସେମାନେ ଆଗକୁ ତାକୁ କହିପାରୁନାହାନ୍ତି, ଯାହା ଦ୍ୱାରା ସେ ଆବ୍ୟୁଜ୍ଟା ଯେଉଁ ଟାଇପ୍ର ଆବ୍ୟୁଜ୍ ହଉ ମାନସିକ ହଉ ସେକ୍ସୁଆଲ୍ ଆବ୍ୟୁଜ୍ ହଉ ସେଟା ବଢ଼ି ବଢ଼ି ଚାଲିଛି। ତେଣୁ ତାକୁ ଆୱାରନେସ୍ କରିବା ପାଇଁ, ତାକୁ ସଚେତନ କରିବା ପାଇଁ, ତାକୁ କେମିତି ଆମେ ପ୍ରତିରୋଧ କରିପାରିବା, କେମିତି ଆଇନ ମାଧ୍ୟମରେ ତାକୁ କମ୍ କରିପାରିବା, ସେଥିପାଇଁ ଗୋଟେ ଆୱାରନେସ୍ କ୍ୟାମ୍ପ ହେଉଛି। ଏଇଟା ଜିଲ୍ଲା ପ୍ରଶାସନ ତରଫରୁ ଏଇଟା ଭଲ ହେବ ଏବଂ କଲେଜ ଝିଅମାନେ ଯେଉଁମାନେ ଯେହେତୁ ପାର୍ଟିସିପେଟ୍ କରିଛନ୍ତି ସେ ବହୁତ ଭଲ ପ୍ରଭାବ ପଡ଼ିବ। ଆଜି ଆମର ବ୍ଲକ ସ୍ତରୀୟ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଛି। ଆମେ ଆମର ଏଠାରେ ଏଇ ଆଇନ ସଚେତନ ହେବା ପାଇଁ ଅଙ୍ଗନୱାଡ଼ି ୱାର୍କର ଅଛନ୍ତି, ଆଶା ଅଛନ୍ତି ଏବଂ ଏସ୍ଏଚ୍ଜି ଗ୍ରୁପ୍ର ମା ମାନେ ଅଛନ୍ତି, କଲେଜ ଷ୍ଟୁଡେଣ୍ଟ ଅଛନ୍ତି, ଲେଡି ଝିଅମାନେ ଅଛନ୍ତି। ଆମେ ସବୁ ମହିଳା ଅଧିକାର କ'ଣ କ'ଣ ସବୁ ଅଛି ତା ଉପରେ ଆମେ ପିଲାଙ୍କୁ ଆୱାରନେସ୍ କରାଉଛୁ। ଏଇ ଜିନିଷଟା ସେମାନେ ଶୁଣିକି ଗଲା ପରେ ଗାଁରେ ତୃଣମୂଳ ସ୍ତରରେ ପହଞ୍ଚାଇ ପାରିବେ। ମହିଳାମାନଙ୍କର ଅଧିକାର କ'ଣ, ତାଙ୍କର ଯେଉଁ ସବୁ କ୍ଷେତ୍ରରେ ଶିକ୍ଷା, ରାଜନୈତିକ ଏବଂ ତାଙ୍କର ପାରିବାରିକ ନିଜର ସ୍ୱାସ୍ଥ୍ୟଗତ ଏସବୁ ଦିଗରେ କେଉଁ କେଉଁ ପ୍ରକାର ଅଧିକାର ସବୁ ଅଛି, ସେ ଅଧିକାର ଉପରେ ଜାଣିବା ପାଇଁ ସଚେତନତା।